ଦେଖିଲେ କେତେ ସୁନ୍ଦର ଚିତା ହେଇନି। ଏତେ ସବୁ ଚିତା ଝୋଟି ଦେଖି ଆପଣମାନେ ଭାବୁଥିବେ ଅଦିନରେ ଏ ଝୋଟି ସବୁ କାହିଁକି ପଡ଼ିଛି। ହଁ, ମାର୍ଗଶିର ମାସ ଗୁରୁବାରରେ ଆମ ଘରେ ଚିତା ପଡ଼େ। ଏମିତି ବି ଅନେକଙ୍କ ଘରେ ପ୍ରତ୍ୟେକ ଦିନ ବା ପ୍ରତ୍ୟେକ ଗୁରୁବାରରେ ପଡ଼େ। ଏଇଟା ବିଶେଷ ଭାବରେ ବ୍ରହ୍ମପୁର ପଟେ ହୁଏ। କିନ୍ତୁ ଆଜି ଏ ଚିତା ଝୋଟି କାହିଁ ହେଇଥିଲା କହିଲେ? ଏଇଟା ଗୋଟିଏ ପ୍ଲେ ସ୍କୁଲର ମାଆମାନଙ୍କୁ ନେଇକି ଝୋଟି ପ୍ରତିଯୋଗିତା ହେଇଥିଲା, ଯେଉଁଠିକି ଯିବାର ସୌଭାଗ୍ୟ ମୁଁ ପାଇଥିଲି। ହେଇଠି ପୁରା ଦେଖୁନାହାନ୍ତି ହୁଇଜି କିଡ଼ଜି ୟା ଲେଖା ହେଇଛି ନା ମୋ ଉଚ୍ଚାରଣ ଭୁଲ ହେଇଗଲା କେଜାଣି। ଯାହା ବି ହେଉ, ଏଇ ସ୍କୁଲରେ ଝୋଟି ପ୍ରତିଯୋଗିତାରେ ଭାଗ ନେବା ପାଇଁ, ଭୁଲ କହିଲି, ଭାଗ ନେବା ପାଇଁ ନୁହେଁ, ପ୍ରତିଯୋଗୀମାନଙ୍କୁ ଭିତରେ ଚୟନ କରିବା ପାଇଁ କାହାର ଝୋଟି ଭଲ ହେଇଛି ଆମେ ଯାଇଥିଲୁ। ଦୁଇ ବଡ଼ ଭଉଣୀଙ୍କ ସାଙ୍ଗରେ ମୁଁ ଯାଇ ସେଇଠି ପହଞ୍ଚିଗଲି। ମୋ ବଡ଼ ଭଉଣୀମାନଙ୍କୁ ଆପଣ ଆଉ ଟିକେ ସମୟ ପରେ ଦେଖିପାରିବେ। ସେଇଠି ପହଞ୍ଚି ଯାଇକି ମୋତେ ବହୁତ ଖୁସି ଲାଗିଲା। କାହିଁକି? ଏଇଥିପାଇଁ ଯେ ଏବେ ତ ଶିକ୍ଷାଟାକୁ ବ୍ୟବସାୟରେ ପରିଣତ କରିଦିଆହେଇଛି। ବହୁତ ବଡ଼ ବଡ଼ ସ୍କୁଲ, ବହୁତ ଗହଳି, କେହି କାହାକୁ ଚିହ୍ନିବାର ନାହିଁ, ଜାଣିବାର ନାହିଁ। ପିଲାମାନେ ଯାଉଛନ୍ତି, ପାଠ ପଢ଼ୁଛନ୍ତି, ଆସୁଛନ୍ତି। କିନ୍ତୁ 20 ବର୍ଷରୁ ଅଧିକ ଦିନର ଏଇ ସ୍କୁଲଟି ଏତେ ନିଆରା, ଭାରି ଭଲ ଲାଗିଲା। ଏଇଥିପାଇଁ ସମସ୍ତେ ସମସ୍ତଙ୍କୁ ଚିହ୍ନୁଥିଲେ। କାହିଁକି ନା ଏ ସ୍କୁଲର ପିଲା ସଂଖ୍ୟା ଯଥେଷ୍ଟ ଅଧିକ ନୁହେଁ। ପିଲା ସଂଖ୍ୟା ଆଧିକ୍ୟରେ କ'ଣ ସ୍କୁଲର ଭଲ ମନ୍ଦ ଜାଣି ହୁଏ? ସକାଳୁ ମୁଁ ବାହାରି ଯାଇଥିଲି, ଆଉ ଇଏ ମୋତେ ବିଦା କରିଦେଇଥିଲେ। ସକାଳ 8ଟାରୁ ମୁଁ ବାହାରିଗଲି। କାହିଁକି ନା ସେ କାର୍ଯ୍ୟକ୍ରମଟି 9:30 ବେଳେ ହେବାର ଥିଲା। ଆଉ ଆମେ ଯେଉଁ 3 ଜଣ ଯାଇଥିଲୁ ସମସ୍ତେ ମିଶିକି ସେଠି ପହଞ୍ଚିବାର ଯୋଜନା ଥିଲା। ପ୍ରଥମେ ମୁଁ ଆମ ଘରୁ ଯାଇ ପହଞ୍ଚିଗଲି ଲୋପା ବାପାଙ୍କ ଘରେ। ଆଉ ତାଙ୍କ ଦୁଆର ମୁହଁରେ ଏଇ ସୁନ୍ଦର ଝୋଟି ଚିତାଟି ଦେଖିଲେ। କିଏ କରିଛି କହିଲେ? ଇଏ ହିଁ କରିଛନ୍ତି। ପ୍ରତ୍ୟେକ ଦିନ ଅପାଙ୍କ ଦୁଆର ମୁହଁରେ ଏମିତି ସୁନ୍ଦର ଝୋଟି ପଡ଼େ। ମୁଁ କହିଲି, ଆରେ ବାଃ, ସେଠି କ'ଣ ଝୋଟି ଦେଖିବାକୁ ଯିବି? ମୁଁ ତ ଏଇ ଝୋଟିଟିକୁ ଦେଖି, ଏଇଟା ଅବଶ୍ୟ ମୁରୁଜଟା ପଡ଼ିଥିଲା, ମୋତେ ବହୁତ ଭଲ ଲାଗିଲା, ସେଥିପାଇଁ ସେ ଭିଡ଼ିଓ କରିଦେଇଥିଲି। ତାପରେ ଆମେ ସମସ୍ତେ ଯାଇ ପହଞ୍ଚି ଯାଇଥିଲୁ ସେଇ ସ୍କୁଲରେ। ଆଉ ସେଠି ପ୍ରତିଯୋଗୀମାନେ ନିଜ ନିଜର ପାରଦର୍ଶିତା ଦେଖାଇବା ପାଇଁ ମନ ଧ୍ୟାନ ଦେଇକି ଲାଗି ପଡ଼ିଥିଲେ। ସେମାନେ ତ ଘରୁ ସୋଦୁଅ ଆଣିଥିଲେ। ତାଙ୍କୁ ସବୁ ଗୋଟେ ଗୋଟେ ଜାଗା ଦେଇ ଦିଆହେଇଥିଲା, ମାନେ ଗୋଟେ ଗୋଟେ ସ୍ପେସ୍ ଚଟାଣରେ ସମାନ ସାଇଜ୍ର ଗୋଟେ ଗୋଟେ ଜାଗା ଚିହ୍ନ କରିଦିଆ ହେଇଥିଲା। ଆଉ ସମୟ ତ ଦେଇ ଦିଆହେଇଥିଲା। ସେଇ ସମୟ ସୀମା ଭିତରେ ସେମାନେ ଝୋଟି ଆଙ୍ଗୁଥିଲେ। ଏତିକି ବେଳେ ଆମ ଭିତରେ ବହୁତ ଆଲୋଚନା ହେଲା କେଉଁ ବିଷୟରେ। ଗତକାଲି ଆମେ ଏକାଠି ହେଇଥିଲୁ, ଆଉ ଆଜି ଥିଲା ମାର୍ଚ୍ଚ 8 ତାରିଖ, ବିଶ୍ୱ ମହିଳା ଦିବସ। ଏବେ ସବୁ ବିଭିନ୍ନ ପ୍ରକାର ଦିବସ ପାଳନ ହେଉଛି। ଆଗେ ଆମ ପିଲାଦିନେ ଏତେ ସବୁ ଦିବସ ମୁଁ କାହିଁ ଶୁଣିନଥିଲି। ହଁ, ସେଇଟା ଥିଲା ଶିଶୁ ଦିବସ, ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ଏମିତି। ଏବେ କିନ୍ତୁ ମହିଳା ଦିବସ, ଫାଦର୍ସ ଡେ, ମଦର୍ସ ଡେ, ସବୁ ପ୍ରକାର। ହେଲେ ଗୋଟିଏ ଗୋଟିଏ ଦିବସକୁ ନେଇକି କ'ଣ ମଣିଷ ଜୀବନର କିଛି ଗୋଟେ ଭାବନାକୁ ଚିରନ୍ତନ ଭାବରେ ଧରି ରଖି ହୁଏ? ହଁ, ଅବଶ୍ୟ ଧରି ରଖିବା ପାଇଁ ଟିକେ ପ୍ରେରଣା ତ ନିଶ୍ଚୟ ମିଳିବ। ହେଲେ ଏଇ ଗୋଟିଏ ଦିନରେ କିଛି କାର୍ଯ୍ୟକ୍ରମ କରି ସେ କଥାଟାକୁ ଭୁଲିଯିବା କେବେ ବି ଠିକ୍ ନୁହେଁ। ଯେହେତୁ ଦିନଟିରେ ଅନେକ କାର୍ଯ୍ୟକ୍ରମ ହେଉଛି, ଟିକିଏ ସଚେତନତା ସୃଷ୍ଟି ହେବା ସ୍ୱାଭାବିକ। କିନ୍ତୁ ପ୍ରତ୍ୟେକ ସମୟରେ ହିଁ ମାତୃଜାତି ପ୍ରତି ବା ମାଆକୁ ସମ୍ମାନ ଦେବା ଆମ ସନାତନୀ ପରମ୍ପରା। ଆମର ତ ଶ୍ଲୋକରେ ଅଛି, ଯେଉଁଠି ମାଆମାନେ ପୂଜା ପାଆନ୍ତି ନାହିଁ ବା ଯେଉଁଠି ନାରୀ ପୂଜା ପାଏ ନାହିଁ, ସେଠି ଦେବତାମାନେ ରହନ୍ତି ନାହିଁ। ଏତେବେଳକୁ ଝୋଟି ସରିଯାଇଥିଲା। ଆମେମାନେ ଦେଖିଲେ ତ ପୁଣି ଚୟନ କରିବୁ। ତେଣୁ ଅପା ଆସି ସେଠି ପହଞ୍ଚିଗଲେ। ଆମେ ଦୁହେଁ ବି ଆସିଗଲୁ। ଆଉ ସମସ୍ତଙ୍କ ଝୋଟି ଚିତା ଦେଖି ସମସ୍ତଙ୍କୁ ଚୟନ କରିବାରେ ଲାଗିଗଲୁ। ଆମକୁ ସେଠି ବହୁତ ସୁନ୍ଦର ଭାବରେ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କଲେ। ସେଇଠି ଥିବା ମା ଭଉଣୀମାନଙ୍କୁ କିଛି କହିବା ପାଇଁ ସୁଯୋଗ ବି ମିଳିଥିଲା। ଆଉ ବଡ଼ ଦୁଇ ଭଉଣୀ ତାଙ୍କ ଅନୁଭବରୁ ବହୁତ ମୂଲ୍ୟବାନ କଥା ସେଠି କହିଲେ। ମୁଁ ବି ମୋ ଅନୁଭବରୁ ଯାହା ପାରିଲି ସେଠି କହିଲି। କିଛି ସମୟ ପାଇଁ ଆମେ ସମସ୍ତେ ସେଠି ବହୁତ ଅନ୍ତରଙ୍ଗ ହେଲୁ। ଗୋଟିଏ ଅସୁବିଧା ମୋତେ ହୁଏ ସବୁବେଳେ, ଯାଇକି ଭିଡ଼ିଓ କରିଲା ବେଳକୁ ଏପଟ କଥା ମୁଁ ଠିକ୍ସେ ଦେଖେଇ ପାରେ ନାହିଁ। ଇଏ ମୋର ପୁରୁଣା ଜୀବନ ସରାଗ ପରିବାରର ଥିଲେ, ଯିଏକି ମୋତେ ଦେଖୁ ଦେଖୁ ବହୁତ ଖୁସି ହେଇଯାଇଥିଲେ। ମୋତେ ଏତିକି ଖୁସି ଲାଗିଲା
ଯେ ସେଠି ବି ମୁଁ ମୋ ଜୀବନ ସାରା ପରିବାରର 3 ଜଣଙ୍କୁ ପାଇଥିଲି। ତାପରେ ଆମେ ଅଫିସ୍ ଗୃହକୁ ଗଲୁ। ଇଏ ହେଉଛନ୍ତି ସେ ସ୍କୁଲଟିର ଅଧ୍ୟକ୍ଷା। ଏତେ ସୁନ୍ଦର ଭାବରେ ଏତେ ନିଜରପଣରେ ସେ ସେଇ ସ୍କୁଲଟିକୁ ପରିଚାଳନା କରୁଛନ୍ତି ଦେଖିକି ମୋତେ ବହୁତ ଖୁସି ଲାଗିଲା। ସେଠିକାର ସହକର୍ମୀମାନେ ବି ଖୁବ୍ ଅନ୍ତରଙ୍ଗ ଥିଲେ। ତାଙ୍କର ବ୍ୟବହାର ତ ଗୋଟିଏ ନିହାତି ସାନ ଭଉଣୀର ସ୍ନେହ ଆଉ ସମ୍ମାନପୂର୍ଣ୍ଣ ଥିଲା। ମୋତେ ଲାଗିଲା ଆଜି ମୁଁ 2 ଜଣ ବଡ଼ ଭଉଣୀଙ୍କ ସାଙ୍ଗରେ ଆଉ ଜଣେ ସାନ ଭଉଣୀକୁ ବି ପାଇଲି। ସେ ଆମକୁ ଉପହାର ପ୍ରଦାନ କଲାବେଳେ ମୁଁ କହିଲି, ଆମେ ତ ଏଇ ପରିବାରର ପରି ମୋତେ ମନେ ହେଉଛି, ପୁଣି ଏଇ ଔପଚାରିକତା କାହିଁକି କଲେ? ପୁଣି ଭାବିଲି ସତ କଥା ତ, ସ୍ମୃତି ରଖିବା ପାଇଁ ଇଏ ବି ଗୋଟେ ସୁନ୍ଦର ବ୍ୟବସ୍ଥା। ତାକୁ ନେଇ ଆମେ ଚାଲିଲୁ ଲୋପାପାଙ୍କ ଘରକୁ। ସ୍କୁଲରୁ ବାହାରି ଆସିଲା ବେଳକୁ ମନେ ହେଲା କେଉଁଠୁ ଗୋଟେ ଅନ୍ତରଙ୍ଗ ଜାଗାରୁ ଆମେ ପୁଣି ନିଜ ଘରକୁ ଫେରି ଆସୁଛୁ। କେତେବେଳେ ସେଠି 12:30 ବାଜିଲାଣି, ଆଉ ସମୟ ବି ଜାଣି ହେଉନଥିଲା। ବହୁତ ଅନ୍ତରଙ୍ଗ ଅନୁଭବର କଥା ସବୁ କଥା ହେଲୁ ଆମେ। ଆଉ ଯେଉଁମାନେ ଝୋଟି ପକାଇବାକୁ ଆସିଥିଲେ ସେମାନଙ୍କୁ ମୁଁ କହିଲି ଯେ ଜୀବନରେ କେବେ ଛାଞ୍ଚ ବ୍ୟବହାର କରିବେନି। ପ୍ରତ୍ୟେକ ଝିଅ ବୋହୂ ଦେହରେ ସୃଜନଶୀଳତାଟା ରହୁଥିଲା ବା କଳାତ୍ମକ ରୁଚି ଗୋଟିଏ ରହୁଥିଲା। କଳାତ୍ମକ ରୁଚିଟା ମଣିଷକୁ ସବୁବେଳେ ସରଳ ଆଉ କାରୁଣ୍ୟ ଦେଇଥାଏ। ସେଇ କାରୁଣ୍ୟ ଟିକକ ହିଁ ମଣିଷର ମାନବିକତାକୁ ଉନ୍ମୋଚିତ କରେ। ଯାହା ହୃଦୟରେ ଦୟାଭାବ ନାହିଁ ସେ କେବେ ହେଲେ ଜଣେ ଭଲ ମଣିଷ ହୋଇପାରିବନି। ଦୟା ମାନେ ନୁହେଁ ଅପାତ୍ରରେ ଦାନ କରିବା। ଠିକ୍ ଭାବରେ ମଣିଷ ଭିତରେ ବିବେକ ଆଉ ଦୟା ରହିଲେ ମାନବିକତା ଅଧିକ ଉନ୍ମୋଚିତ ହୋଇକି ବା ଜୀବନ୍ତ ହୋଇକି ରହେ। ଆଉ ସେ ବଡ଼ ଭଉଣୀ ଦିହେଁ ତ ବହୁତ କଥା କହିଲେ। ସେମାନଙ୍କ କଥାର ସାରମର୍ମ ଥିଲା ଯେ ମା' ମାନେ କେବେ ହାରନ୍ତିନି। ଏଇଟା 2ଟି କଥାକୁ ଲକ୍ଷ୍ୟ ରଖିକି କାର୍ଯ୍ୟକ୍ରମଟି ହେଇଥିଲା। ଗୋଟିଏ ହେଉଛି ମହିଳା ଦିବସର ଅବ୍ୟାହତି ପୂର୍ବରୁ କିଛି ମା'ମାନଙ୍କୁ କିଛି ଅନ୍ତରଙ୍ଗ କଥା କହିବା ଯେ ଗୋଟେ ମା' କେବେ ହାରେ ନାହିଁ। ଏଇ କଥା ହିଁ ବଡ଼ 2 ଭଉଣୀ କହିଥିଲେ। ଆଉ ମୁଁ ତ ସବୁବେଳେ ଗୋଟିଏ କଥା କହେ, ଜୀବନଟା ସଂଗ୍ରାମ ନୁହେଁ ସରାଗ। ତାପରେ ସବୁ ଆମେ ସେଠୁ ଆସି ସ୍କୁଲରୁ ଓହ୍ଲାଇଲା ବେଳକୁ ଗଜାନନକୁ ଦେଖିଲୁ। ସେଠି ବି ମନ ଆହୁରି ଖୁସି ହେଇଗଲା। ଆଉ ଆମେ ଯେତେ ସବୁ ଏକାଠି ହେଇଥିଲୁ ସମସ୍ତେ ମିଳିତ ଭାବରେ ସ୍ମୃତି ରକ୍ଷା ପାଇଁ ଗୋଟିଏ ଫଟୋ ଉଠେଇଲୁ। ସେଠୁ ବିଦା ହେଇକି ଆମେ ଆସିଲୁ ଲୋପାପାଙ୍କ ଘରକୁ। ସେଠି ବହୁତ ଅନ୍ତରଙ୍ଗ କଥା ପଡ଼ିଲା। ଲୋପାପାଙ୍କର ହାତ ଲେଖା ମାନେ ତାଙ୍କର ଲିଖିତ ତାଙ୍କ ଶାଶୁଙ୍କ ସମ୍ପର୍କୀୟ ଗୋଟେ ଲେଖା ଯେଉଁଟା ଚନ୍ଦୁରୀ ବୋହୂ, ମୁଁ ତ ମାନେ ତା'ର ଶବ୍ଦ ସବୁ ବି ଭୁଲି ପାରୁନି। ସେସବୁ ଠାକୁରଙ୍କୁ ପ୍ରାର୍ଥନା କରୁଛି ଅପା କେମିତି ସେ ଅନୁଭୂତିକି ନେଇ ଗୋଟେ ବହି ଲେଖନ୍ତୁ। ଆମେ ସ୍କୁଲରୁ ବିଦାୟ ହେଇ ଆସିଲୁ। ଅପାଙ୍କ ଘରୁ ଖାଇ ପିଇକି ମୁଁ ଘରକୁ ଫେରିଲି। ଆଜି ସକାଳୁ ଭୁବନେଶ୍ୱର ବାହାରିଲା ବେଳକୁ ମନେ ପଡ଼ିଲା ଗିଫ୍ଟରେ କ'ଣ ଅଛି। ତାକୁ ଖୋଲିଲା ବେଳକୁ ତା ଭିତରେ ମୋ କାଳିଆ ସାଆନ୍ତ। ମୋ ମନଟା ଭାରି ଖୁସି ହେଇଗଲା। କାହିଁକି ନା ଏବେ ମୁଁ ପୁରୀ ଯାଇପାରୁନି, ତୁଳସୀ ଗୁନ୍ଥି ପାରୁନି ବୋଲି ମନ ଦୁଃଖ କରୁଥିଲି। କିନ୍ତୁ ତାଙ୍କୁ ପାଇକି ମୁଁ ଆଜି ବହୁତ ଖୁସି ହେଇଗଲି।